कथाशिल्पी गौरहरि दासଙ୍କ कथाटिए पुस्तकर नवम कहानी प्रेम ही प्रार्थना। रामानुजଙ୍କ ପାଖକୁ ସେଦିନ ଆସିଥାନ୍ତି ଜଣେ ଯୁବକ। ଆସିବାର ଉଦ୍ଦେଶ୍ୟ ରାମାନୁଜଙ୍କ ଠାରୁ ଦିବ୍ୟ ସ୍ୱରୂପଙ୍କ ଦର୍ଶନର ମାର୍ଗ ସମ୍ପର୍କରେ ଅବଗତ ହେବା। ରାମାନୁଜ ଯୁବକଙ୍କୁ କିଛି ସମୟ ବିଶ୍ରାମ ନେବାକୁ କହିଲେ। ତାପରେ ପଚାରିଲେ, ଜୀବନରେ କେବେ କାହାକୁ ତୁମେ ଭଲ ପାଇଛ, ପ୍ରେମ କରିଛ? ପ୍ରେମ? ଯୁବକଟିର କଠୋର ମୁହଁ ଅଧିକ କଠୋର ହୋଇଗଲା। ସେ ଧର୍ମଗୁରୁ ରାମାନୁଜଙ୍କ ପାଖକୁ ଆସିଛି ଭକ୍ତିର ମାର୍ଗଦର୍ଶନ ପାଇଁ, ଏଭଳି ସଂସାରୀଜନ ସୁଲଭ ତୁଚ୍ଛ ପ୍ରଶ୍ନ ଶୁଣିବା ପାଇଁ ନୁହେଁ। ରାମାନୁଜ ଯୁବକଙ୍କୁ ପୁଣି ପଚାରିଲେ, ମନେ ପକାଅ, କାଳେ ଜୀବନରେ କାହାକୁ ଏତେ ଟିକିଏ ହେଉ ପଛକେ ଭଲ ପାଇଥିବ, ଆଦର କରିଥିବ, ପ୍ରେମ କରିଥିବ। ଯୁବକଟି ଏଥର ସ୍ପଷ୍ଟ ଭାବରେ ଉତ୍ତର ଦେଲା, କ୍ଷମା କରିବେ, ଏଭଳି ପ୍ରଶ୍ନ ମୁଁ ଆପଣଙ୍କଠାରୁ ଆଶା କରିନଥିଲି। ତେବେ ସେ ପ୍ରଶ୍ନର ଉତ୍ତର ହେଉଛି ନା। ଏ ପ୍ରକାର ତୁଚ୍ଛ କାର୍ଯ୍ୟ ପାଇଁ ମୋର କେବେ ଆଗ୍ରହ ବା ସମୟ ନଥିଲା କିମ୍ବା ନାହିଁ। ରାମାନୁଜ କିଛି କ୍ଷଣ ନୀରବ ରହିଲେ। ତାପରେ କହିଲେ, ମୋତେ କ୍ଷମା କରିବା ଯୁବକ, ମୁଁ ତୁମର କିଛି ଉପକାର କରିପାରିବି ନାହିଁ। ତୁମକୁ ଭକ୍ତିର ମାର୍ଗ ଦର୍ଶନ କରାଇବା ମୋ ପକ୍ଷେ ସମ୍ଭବ ନୁହେଁ। ଯୁବକ ଜଣକ ପୁଣି ବିସ୍ମିତ ହେଲା। ଏତେ ବଡ଼ ପଣ୍ଡିତ, ଯାହାଙ୍କୁ ତାଙ୍କର ଶିଷ୍ୟମାନେ ବିଷ୍ଣୁଙ୍କର ଶେଷ ଅବତାର ବୋଲି କହିଥାନ୍ତି, ସେ ତାଙ୍କୁ ଭକ୍ତିର ମାର୍ଗ ଦର୍ଶନ କରାଇ ପାରିବେ ନାହିଁ ବୋଲି କହୁଛନ୍ତି। ଏହାର କାରଣ କ'ଣ? ରାମାନୁଜ କହିଲେ, ତୁମ ପାଖେ ଯଦି ପ୍ରେମର କିଛି ହେଲେ ଅନୁଭବ ନାହିଁ, ମୁଁ ତୁମକୁ ପ୍ରାର୍ଥନାର ଅନୁଭବ ଦେଇପାରିବି ନାହିଁ। ବେଶୀ ନହେଲେ ନାହିଁ, ଅଳ୍ପ ଟିକେ ପ୍ରେମର ଅନୁଭବ ଯଦି ଥାନ୍ତା, ତାହେଲେ ଅବା ମୁଁ କିଛି କରିପାରନ୍ତି। କାରଣ ପ୍ରେମ ହିଁ ପ୍ରାର୍ଥନାର ପ୍ରଥମ ଅନୁଭବ। ତୁମେ ଫେରିଯାଇ ପ୍ରଥମେ ପ୍ରେମର ଅନୁଭବ ହାସଲ କର, ତାପରେ ଦିବ୍ୟ ଅନୁଭବ ହାସଲ ତୁମ ପକ୍ଷେ ସମ୍ଭବ ହେବ। ଯୁବକ ଜଣକ ନୀରବରେ ମୁହଁ ତଳକୁ କରି ଫେରି ଯାଇଥିଲେ। ତାଙ୍କ ଆଗରେ ଜୀବନର ଏକ ବିରାଟ ସତ୍ୟ ସେଦିନ ଉନ୍ମୋଚିତ ହୋଇଥିଲା।